ବାସୁଦେବପୁର ବ୍ଲକ ଅନ୍ତର୍ଗତ ଚାନ୍ଦିମାରୁ କାମ ସାରି ଫେରୁଥିବା ବେଳେ ଆକ୍ରମଣ, 2 ଆହତ। ଘଟଣାଟି ଘଟିଛି ବାସୁଦେବପୁର କୋଷ୍ଟ କେନାଲ ଛକ ନିକଟରେ। ଆକ୍ରମଣରେ 2 ଆହତ। ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡକ୍ଟର ତାକୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ଅନୁମାନ କରାଯାଉଛି। ଥାନାରେ ଅଭିଯୋଗ କରିଛନ୍ତି। भद्रक जिला बासुदेवपुर शेख सैयद कादरी रिपोर्ट द रिपब्लिक ओडिशा 24 न्यूज।